ସୁଯୋଗ ଦେଖିକିରି ଆମେ ବାହାରିଲୁ ପୁରୀ ଯିବା ପାଇଁ। ଆପଣମାନେ ନିହାତି ଭାବେ ଦେଖୁଥିବେ କେତେ ସୁନ୍ଦର ଏ ଦୃଶ୍ୟ। ତାପରେ ଦେଖନ୍ତୁ ଆମ ଫ୍ୟାମିଲି ମେମ୍ବର୍ସ ମାନେ ବହୁତ ଭଲ ଏଞ୍ଜୟ କରିକିରି ଠାକୁରଙ୍କ ପାଖକୁ ଯାଉଛନ୍ତି। ବହୁତ ଖୁସି ଅଛନ୍ତି ସମସ୍ତେ, ଆପଣମାନେ ଦେଖିପାରୁଥିବେ। ତ ଫ୍ୟାମିଲି ମେମ୍ବର୍ସ ମାନେ ବହୁତ ଖୁସି ଅଛନ୍ତି। ତାପରେ ଏଠି ଦେଖନ୍ତୁ ପଛରେ ଆମର ଆସୁଛନ୍ତି ମୋ ବାବା ଆଉ ମୋ ଭାଇ। ତାପରେ କାକଟପୁର ମଙ୍ଗଳା ଗଲୁ, ସେଠି ବୁଲାବୁଲି କଲୁ, ଠାକୁର ଫଟୋ ଉଠେଇଲୁ। ତାପରେ ମୋ ବଡ଼ ମାଉସୀ, ମୋ ବଡ଼ ମଉସା, ତାପରେ ମୁଁ, ଆପଣମାନେ ଦେଖନ୍ତୁ। ତାପରେ ଇଏ ହେଲା ମୋ ମାଉସୀ, ଯିଏ ସାଡୁ ଥିଲା। ଇଏ ହେଲା ମୋ ଆଈ, ମୋ ମାମା, ତାପରେ ମୋ ବାବା, ତାପରେ ମୋ ଭାଇ ଦେଖନ୍ତୁ। ତାପରେ ମୋ ସାନ ମାଉସୀ, ତାପରେ ମୋ ଭଉଣୀ, ମୋ ବଡ଼ ମାଉସୀଙ୍କ ଝିଅ, ତାପରେ ମୋ ବଡ଼ ମାଉସୀଙ୍କ ପୁଅ, ତାପରେ ମୋ ଭଉଣୀ କ୍ୟୁଟ ପାଏ। ତାପରେ ଗୋଟେ ଜାଗାରେ ଆମେ ରହିଲୁ, ଯୋଉଠିକି ଟିଫିନ କରିଲୁ। ସେଠି ବୁଲିଲା ବେଳକୁ ଦେଖିଲୁ ଗୋଟେ ମାଙ୍କ ମନ୍ଦିର, ଯୋଉଟା କି ଗଛ ମୂଳେ ହେଇଛି। ବହୁତ ସୁନ୍ଦର, କଣ ବିରଜାଇ ମନ୍ଦିର ସେଟା। ତାପରେ ଆମେ ଟିଫିନ କଲୁ। ଦେଖନ୍ତୁ ପୁରୀ, ଆଳୁ କଷା ଆଉ ମିଠା। ମୋ ଫେବରେଟ ହେଲା ଗୋଲାପଜାମୁନ। ତାପରେ ଏଠି ଦେଖନ୍ତୁ ମୋ ବାବାର ଭାଇର ଆସିଲେ, ଏଠି ଟିଫିନ କଲେ। ମୋ ଭାଇ ଦେଖନ୍ତୁ ଖାଇଦେଲେ ଲଙ୍କା ଲଗେଇକିରି। ତାପରେ ମୋ ମାମା ଏଠି ବି ଖାଉଛି। ତାପରେ ମୋ ଭଉଣୀ ନ ଖାଇକିରି ବହୁତ ମସ୍ତି କରୁଛି। ତାପରେ ଏମାନେ ସମସ୍ତେ ଏଞ୍ଜୟ କଲେ। ତାପରେ ଦେଖନ୍ତୁ ଏଠି ଗୋଟେ ମିଟିଂ ଚାଲିଲା ଆମର। ୟା ପରେ କୋଉଠିକି ଯିବେ, ପୁରୀ ଯିବେ ନା କୋଣାର୍କ ଯିବେ। ତାପରେ ମୁଁ କାହା କଥା ନ ଶୁଣି ଖାଇବାକୁ ବସି ପଇଲି କୁରକୁରି। ତାପରେ ଦେଖନ୍ତୁ ଆମେ କୋଣାର୍କକୁ ଛାଡି ଦେଇକି ଆସିଲୁ। ଯାହା ବି ହେଲେ ଯିବାକୁ ପଇଲା ପୁରୀ। ତ କୋଣାର୍କର ଏଇ ମେନ ରୋଡ ଟା ଏତେ ସୁନ୍ଦର ଲାଗୁଥାଏ। ବହୁତ ସୁନ୍ଦର ଲାଗୁଥାଏ। ସେଠି ବୁଲାବୁଲି କଲୁ। ତାପରେ ଦେଖନ୍ତୁ ଏଠି କଣ ପୌର ପରିଷଦର ଯୋଉ ବୋର୍ଡ ଲଗାହେଇଥାଏ, ସେଟା ବି ଦେଖନ୍ତୁ। ଆପଣ ମାନେ ନିହାତି ଭାବରେ ଏଇଟା ଦେଖିବେ, ବୁଲାବୁଲି ସେଠି କରିବେ। ତାପରେ ଦେଖନ୍ତୁ ତାପରେ ଏଇ ରୋଡ ଟା ଦେଖିଲୁ, ଗୋଟେ ଗଛରେ ବହୁତ ସୁନ୍ଦର ଲାଗୁଛି। ଏତେ ବଢିଆ ଲାଗୁଛି ଏ ଜାଗା ସବୁ ବୁଲିଲୁ ଆମେ। ବହୁତ ସୁନ୍ଦର, ଗାଡିରେ ଭିଡିଓ କରିଛି। ବଢିଆ ଲାଗୁଛି ଏଇ ଜାଗା ସବୁ। ଆପଣ ମାନେ ପ୍ଲିଜ ପୁରୀ ଯିବେ। ପୁରୀ ଗଲେ ବହୁତ ଭଲ ଲାଗେ। ଆଉ ଆପଣ ମାନେ ଜାଣିଛନ୍ତି, ମୁଁ ଆଜି ପର୍ଯ୍ୟନ୍ତ ପୁରୀ ଯାଇନଥିଲି, ଫାଷ୍ଟ ଟାଇମ ପାଇଁ ପୁରୀ ଗଲି। ତାପରେ ଏଠି ଜଗା ପାଖରେ ପହଞ୍ଚି ଗଲୁ। ତାର ଷ୍ଟୋରି ହେଲା, ତା ପବନ ଯୋଉ ପଟେ ଦଉଥିବ, ଧ୍ୱଜା ବି ସେଇପଟେ ଉଡୁଥିବ। ଆପଣ ମାନେ ନିହାତି ଭାବେ ଦେଖୁଛନ୍ତି, ମୁଁ ଏଇଟା ଆପଣଙ୍କୁ ଜୁମ କରି ଦେଖଉଛି, ଆପଣ ଦେଖନ୍ତୁ। ତାପରେ ସେଠି ଯାଇକିରି ଆମେ ସମସ୍ତେ ଫ୍ୟାମିଲି ମେମ୍ବର୍ସ ଗଲେ କାଉଣ୍ଟର କୁ। ଆପଣ ମାନେ ତ ନିହାତି ଭାବେ ଜାଣିଥିବେ କି ସେଠି ଆମର ଫୋନ ଆଲାଉ ନାହିଁ। ତ ଆମେ ଫୋନ କୁ ରଖିଲୁ କାଉଣ୍ଟରରେ। ଏବେ ଯାଉଛୁ ଆମେ ଯିବୁ ପୁରୀ, ଜଗାକୁ ଦର୍ଶନ କରିବା ପାଇଁ। ମୁଁ ତ ବହୁତ ଏକ୍ସାଇଟେଡ ଥିଲି ଠାକୁରଙ୍କୁ ଦେଖିବା ପାଇଁ। ବହୁତ ମାନେ ମନରେ ଏତେ ଇଚ୍ଛା ଥିଲା କି ଠାକୁରଙ୍କ ପାଖକୁ ଯିବାର, ବହୁତ ଖୁସି ହେଲା ମନ। ତାପରେ ଦେଖନ୍ତୁ ପରିକ୍ରମଣ ପ୍ରକଳ୍ପ, ବହୁତ ସୁନ୍ଦର ଲାଗୁଛି ସେ ଜାଗା ସବୁ। ଆପଣ ମାନେ ନିହାତି ଭାବେ ଦେଖୁଥିବେ। ତାପରେ ମୋ ବାବା ଆଉ ମୋ ମଉସା ବାହାରିଲେ ଯିବେ ବୋଲି। ତାପରେ ଏଠି ମୁଁ ମୋ ଭାଇ ବସି କଥା ହଉଥିଲୁ। ଫୋନ ଟା କାଉଣ୍ଟର ରଖିବୁ, ଗୋଟେ ଫୋନ ନବୁ କି କଣ କରିବୁ, ଏମିତି ସବୁ ଭାବିକିରି ଫୋନ କୁ ରଖିଲୁ କାଉଣ୍ଟରରେ। ତାପରେ ଆମେ ଏଠୁ ସବୁ କାମ ସାରିକିରି ଠାକୁରଙ୍କ ପାଖକୁ ଗଲୁ। ତାପରେ ମୁଁ କାଉଣ୍ଟରକୁ ନ ଯାଇକିରି ଫଟୋ ଉଠଉଛି, ଦେଖିବୁ ଏ ମୋ ଫଟୋ। ତାପରେ ଏଠି ମୋ ଫ୍ୟାମିଲି ଫଟୋ। ତାପରେ ମୋ ଆଈ ମଝିରେ ବଇଛି, ତା ଚାରିପାଖ ମୋ ମାମା, ମୋ ମାଉସୀ ମାନେ। ତାପରେ ମୋ ବଡ ମାଉସୀଙ୍କ ପୁଅ, ଆପଣ ଯାହାକୁ ମୁଁ କହିଥିଲି, ଇଏ ମୋ ଭାଇ ଭଉଣୀ। ତାପରେ ଇଏ ମୁଁ। ତାପରେ ହେଲା ମୋ ମାମାଙ୍କ, ସେଠି ବି ଫଟୋ ଉଠେଇଲୁ। ତାପରେ ମୋ ଆଈ ଫଟୋ ଉଠେଇଲି। ତାପରେ ଫଟୋ ସବୁ ଉଠେଇଲା ପରେ ଆସିଗଲୁ ସି ବିଚ୍ କୁ। ସି ବିଚ୍ ରେ ଆପଣ ମାନେ ଦେଖନ୍ତୁ, ବହୁତ ମସ୍ତି ଆମେ ସେଠି ସବୁ କଲୁ। ମୋ ଭଉଣୀ, ଭାଇ, ମଉସା ସେଠି ଅଲରେଡି ଉପରକୁ ପଳେଇଛନ୍ତି। ଆଉ ଇଏ ତ ଡ୍ରେସ ଚେଞ୍ଜ କରିକି ଆମ ମହାରାଣୀ ଆସିଗଲେ, କହିଲେ ନା ମୁଁ ଗାଧେଇବି। ତ ହଉ ଭଲ କଥା, ଗାଧା। ମତେ ଆସି କହିଲେ, ମୁଁ କହିଲି ଦରକାର ନାହିଁ ମୋର, ମୁଁ ଗାଧେଇ ପାରିବିନି। ତାପରେ ଦେଖନ୍ତୁ ଏଠି କେତେ ସୁନ୍ଦର ଏ ଜାଗା। ଏତେ ଭଲ ଲାଗୁଥାଏ। ତାପରେ ମୋ ବାବା କିନ୍ତୁ ମୋ ବାବା ବହୁତ ଏଞ୍ଜୟ କଲେ ସେଠି। ବହୁତ ବୁଲାବୁଲି କଲେ, ମଜା କଲେ ବି ସମସ୍ତେ। ତାପରେ ଏଠି ଆମେ ଦେଖିଲୁ, ତାପରେ ଦେଖନ୍ତୁ କେତେ ଜୋରରେ ଲହଡି ଆସିଛି। କେତେ ଜୋରରେ ଜୁଆର ସବୁ ଆସୁଛି। ଏତେ ଭଲ ଲାଗିଲା ସେ ଜାଗା ସବୁ। ତାପରେ ଦେଖନ୍ତୁ ମୋ ଭାଇ ଭଉଣୀ ମାନେ ସମସ୍ତେ ବହୁତ ଖୁସି ଏଠି ଏଞ୍ଜୟ କରୁଛନ୍ତି। ତାପରେ ବାବା
ଏଠି ବୁଲୁଛନ୍ତି ଆମେ ଏଠି ଆସିକି ଦେଖିଲେ କ'ଣ ଜୟ ଶ୍ରୀରାମ ଆପଣମାନେ ତ ଦେଖିଥିବେ ପ୍ରାୟ ଭିଡ଼ିଓର ରିଲ୍ସ ଆସୁଛି କି ସମୁଦ୍ର ଯିଏ ଜୟ ଶ୍ରୀରାମ ଦେଖିଲେ ସମୁଦ୍ର ଲହଡ଼ି ଆସିବନି। ଏଇଟା ମିଛ କାହିଁ ଆସିବନି କ'ଣ ହେଇଛି କି ଏମିତି ତାପରେ ମୁଁ ବି ଲେଖିଲି ମୋର କିଛି ହେଇନାହିଁ। ତାପରେ ଦେଖୁଥିଲି ମୋ ବାବା କେମିତି ଯାଉଛନ୍ତି ପାଣିକି ଦେଖିକି କେମିତି ଆଇଲେ। ତାପରେ ଆପଣମାନେ ଏ ରିଲ୍ସ ବି ନିହାତି ଦେଖୁଥିଲେ ଦେଖନ୍ତୁ ମୁଁ ଯାଇକି ପାଣି ପାଖରେ ଛିଡ଼ା ହେଇଛି ପାଣି ମୋ ପାଖକୁ ଆସିଛି କେତେ ଇଏରେ। ତାପରେ ମୋ ଆଈ ଆଉ ମୋ ମାଉସୀ ସାନ ମାଉସୀ ଫଟୋ ଉଠେଇଲେ। ତାପରେ ମୋ ବାବା ଆଉ ମୋ ମାଉସୀ ଆଉ ମୋ ମାମା ଏମାନେ ପାଣି ପାଖକୁ ଯାଉଛନ୍ତି ଦେଖନ୍ତୁ କେତେ ଏନ୍ଜୟ କରି ଯାଉଛନ୍ତି। ତାପରେ ଏଠି ଆମେ ବୁଲାବୁଲି କଲୁ ଆହୁରି ତାପରେ ଆମେ ଗଲୁ ସାକ୍ଷୀଗୋପାଳ ଗଲୁ ବୁଲିବାକୁ। ଆପଣମାନେ ଜାଣିଥିବେ ସାକ୍ଷୀଗୋପାଳ ଷ୍ଟୋରି ଆପଣମାନେ ଯଦି ଜାଣିଥିବେ କି ନ ଜାଣିଥିବେ ମୁଁ କହିଦେଉଛି। ସାକ୍ଷୀଗୋପାଳ ଷ୍ଟୋରି ହେଲା ଆପଣ ଯଦି ପୁରୀ ଯାଇଥିବେ ନା ତ ସାକ୍ଷୀଗୋପାଳ ନିହାତି ଯିବେ କାହିଁକିନା ଆପଣଙ୍କ ସାକ୍ଷୀଗୋପାଳ ପାଖରେ ପ୍ରମାଣ ରହିବ କି ମୁଁ ପୁରୀ ଯାଇଥିଲି। ଆପଣଙ୍କ ସାକ୍ଷୀ ରହିବ କି ମୁଁ ପୁରୀ ଯାଇଥିଲି ଠାକୁରଙ୍କ ପାଖରେ ସାକ୍ଷୀ ରଖିବା କଥା ଏଇଟା ଆପଣ କହିବେ। ତାପରେ ଏଠି ଆମେ ବୁଲିଲୁ ବହୁତ ଭଲ ଲାଗୁଥାଏ ଶାନ୍ତି ମନରେ ଆମେ ଗଲୁ ଠାକୁରଙ୍କ ପାଖକୁ ଗଲୁ ସେଠି ଏନ୍ଜୟ କଲୁ ବୁଲିଲୁ ବହୁତ ଭଲ ଲାଗୁଥାଏ ବହୁତ ଶାନ୍ତି ବି ସେଠି ଅଛି। ତାପରେ ଦେଖନ୍ତୁ ଆମର ପୁରୀ ଟାଇପର ବି ଏଇଟା ହେଇଛି ମନ୍ଦିର। ତାପରେ ବୁଲାବୁଲି କଲୁ ସେଠି ସାକ୍ଷୀଗୋପାଳ ପାଖରେ ବୁଲାବୁଲି କରି ସାରିକି ଏଠି ଦେଖନ୍ତୁ ଗୋଟେ ମାଆଙ୍କର ଗଛ ଅଛି କୋଉ ମାଆ ବି ମୁଁ ଜାଣିନି। ତାପରେ ସେଠି ଗଲୁ ମାଆଙ୍କ ଦର୍ଶନ କଲୁ ସେଠି ଦେଖନ୍ତୁ ଏଇଟା କି ଗଛ ଯେମିତି ପୂଜା କରୁଛନ୍ତି। ତାପରେ ଏଠି ଗଲୁ ଦେଖନ୍ତୁ ଏଠି ନାରାୟଣଙ୍କର ଗୋଟେ ଇଏ ଅଛି ମୂର୍ତ୍ତି ଅଛି। ତାପରେ ଏଠି ଦେଖନ୍ତୁ ଏଠି ୟେଲୋ ଗ୍ରୀନ ଆଉ ରେଡ୍ ଏର ଧ୍ୱଜା ଲାଗିଛି। ତାପରେ ମୋ ମାମା ମୋ ଆଈ ଆଉ ହେଲେ ମୋ ମାଉସୀ ବଡ ମାଉସୀ ତାପରେ ଇଏ ମୁଁ ଏଇଟା ବି ଫଟୋ ଉଠେଇଲୁ। ତାପରେ ସେଠି ଆମେ ଜିନିଷ ଶଙ୍ଖା ଫଙ୍କା ଦେଖିପାରୁଥିବେ ଆପଣମାନେ ଜଗନ୍ନାଥଙ୍କର ଫଟୋ ମୂର୍ତ୍ତି ଏ ସବୁ ଆମେ କିଣାକିଣି କଲୁ ବହୁତ ଭଲ ଲାଗିଲା। ତାପରେ ଆମେ ବାହାରିଲୁ ଯିବା ପାଇଁ କୋଣାର୍କ ଗଲୁ ସେଠି କୋଣାର୍କରେ ଆମେ ବହୁତ ବୁଲାବୁଲି ବି କଲୁ ବଟ୍ ମୁଁ ସେଟା ନେକ୍ସଟ ପାର୍ଟରେ ଦେଖିବି। ଆପଣମାନେ ଯାହା ବି ହେଲେ ମୋ ପାର୍ଟ 2 ଟାକୁ ଦେଖିବେ। ଆପଣମାନଙ୍କୁ ମୁଁ ଏପର୍ଯ୍ୟନ୍ତ ଦେଖେଇଲି ଆପଣମାନେ ନେକ୍ସଟ ପାର୍ଟକୁ ଯାହା ବି ଦେଖିବେ। ଆଉ ହଁ ଲାଇକ୍ ସବସ୍କ୍ରାଇବ୍ ଆଣ୍ଡ କମେଣ୍ଟ ମୋତେ ନିହାତି ଭାବରେ କରିବେ। ଥ୍ୟାଙ୍କ ୟୁ ସୋ ମଚ୍।